ॐ नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायतक्षयं नमामि रामं रघुनन्दनाख्यं श्रीराम जय राम जय जय राम जय रघुनन्दन जय घनश्याम श्रीराम जय राम जय जय राम जय रघुनन्दन जय घनश्याम। मर्यादा पुरुष रामचंद्र की जय, लखनलाल जी की जय, भरतलाल जी की जय, शत्रुलाल जी की जय, सच्चिदानंद अशरण शरण श्री सच्चिदानंद भगवान की जय, भक्तवत्सल भगवान की जय, झंकड़वासिनी माँ शरण को जय, मोर प्रिय श्रोताबंधु मान को जय, यूट्यूब कर्मकर्ता मान को जय, ये 33 कोटी देवता मान को जय। मोर प्रिय श्रोताबंधु आपण मैंने शुणुंट चित्रकूट पर्वत मर्यादा पुरुष राम आश्रम स्थापन करी राम लक्ष्मण सीता बहुत आनंद अच्छा। मोर एतिक अनुरोध आपण मैंने भिडियोटी की संपूर्ण शुणिबे आउ टिके सब्सक्राइब और लाइक करुवे किंतु किसी श्रोताबंधु संपूर्ण देखुना कि संपूर्ण शुणुना कि दिने दिने जड़े भी कहीं सब्सक्राइब करना। मोर प्रिय श्रोताबंधु अनुष्ठान बंचो केमी आपण मैंने दया न करेंगे दयाकोरी सब्सक्राइब करूँ। प्रिया बंधु गति लक्ष्मी रघुनंदनु धीरकुपालभ गत उरचंदनु श्रीराम जय राम जय जय राम लगे कहन कछु कथा पुनीता सुनि सुकुल हईल खनु अरु सीता श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। सेतबेले धीर कृपालु भक्त हृदय चंदन और रघुकुलर आनंददाता श्रीराम प्रिया पत्नी और अनुज लक्ष्मण का अवस्था देखी किसी सुंदर कथा कहती एवं ताहा शुणी लक्ष्मण और सीता बहुत आनंदित होती। राम लखन सीता सहित सोहत परन निकेत जिम्या बस बस अमरपुर सती जयंत समेत सियावर रामचंद्र शंकर हरिओं भजु मंगल भवनय मंगल हारी रवौषध शरत अजीर बिहारी श्रीराम जय जय राम राम जय रघुनंदन जय घनश्याम। भक्तवत्सल भगवान की जय। अमरावती रे इंद्र जेपरी पत्नी सची और पुत्र जयंत सहित आनंद वास करती पूर्ण कुटीर श्रीराम सेहीपरि लक्ष्मण और सीता सहित सुशोभित होता। जो अग्नि प्रभु श्री अलख नहीं कैसे श्रीराम जय जय राम राम पलक विलोचन गोलक जैसे श्रीराम जय जय राम राम से वही लखनु सिय रघुवीरही श्रीराम जय जय राम राम जिमि अविवेकी पुरुष शरीरही श्रीराम जय जय राम राम। भक्तवत्सल भगवान की जय। आखिपता जेपरी आखिर डोला को रक्षा करे
ଶ୍ରୀରାମ ସେହିପରି ସୀତା ଓ ଲକ୍ଷ୍ମଣକୁ ଯତ୍ନର ସହିତ ରଖିଥାନ୍ତି। ଅଜ୍ଞାନୀ ମନୁଷ୍ୟ ଯେପରି ଶରୀରର ସେବା କରେ, ଲକ୍ଷ୍ମଣ ସେହିପରି ସୀତା ଓ ରାମଚନ୍ଦ୍ରଙ୍କର ସେବା କରୁଥାନ୍ତି। ଏହି ବିଧି ପ୍ରଭୁବନ ବସହି ସୁଖାରି, ଖଗ ମୃଗ ସୁରତା ପସହିତକାରୀ। କହେଉ ରାମ ବନ ଗଗନ ସୁହାବା, ଶୁନହୁ ସୁମନ୍ତ୍ର ଅଧରିମିଆବା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ପଶୁପକ୍ଷୀ ଦେବତା ଓ ତପସ୍ୱୀମାନଙ୍କର ହିତକାରୀ ପ୍ରଭୁ ସେହିପରି ସୁଖପୂର୍ବକ ବନବାସ କରୁଥାନ୍ତି। ତୁଳସୀଦାସ କହୁଛନ୍ତି, ମୁଁ ଶ୍ରୀରାମଙ୍କର ସୁନ୍ଦର ବନଗମନ କଥା କହିଲି। ବର୍ତ୍ତମାନ ସୁମନ୍ତ୍ର କିପରି ଅଯୋଧ୍ୟାକୁ ଆସିଲେ ସେହି କଥା ଶୁଣନ୍ତୁ। ଫିରେଉନି ସାଧୁ ପ୍ରଭୁଏ ପହୁଞ୍ଚାଇ, ସଚିବ ସହିତ ରଥ ଦେଖେ ସିଆଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ମନ୍ତ୍ରେ ବିକଲବେ ଲୋକିନୀ ସାଧୁ, କହି ନ ଯାଇ କଛ ଭୟ ବିଷାଦୁ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ପ୍ରଭୁ ଶ୍ରୀରାମକୁ ବନରେ ପହଞ୍ଚାଇ ଦେଇ ଗ୍ରାମକୁ ଫେରି ନିଷାଦ ରାଜ ଦେଖିଲେ ଯେ ରଥ ଠିଆ ହୋଇଛି। ମନ୍ତ୍ରୀ ସୁମନ୍ତ୍ର ସେଇଠାରେ ହିଁ ଅଛନ୍ତି। ମନ୍ତ୍ରୀ ବ୍ୟାକୁଳ ହୋଇଥିବା ଦେଖି ନିଷାଦ ରାଜାଙ୍କୁ ଯେତେ ଦୁଃଖ ଲାଗିଲା ତାହା ଆଉ ବର୍ଣ୍ଣନା କରାଯାଇ ନପାରେ। ରାମ ରାମ ସିଅ ଲଖନ ପୁକାରି, ପରେ ଉଠର ନିତଲ ବ୍ୟାକୁଳ ଭାରି। ଦେଖି ଦକ୍ଷିଣ ଦିଶି ହୟ ହି ନାହିଁ, ଜନୁ ବିନୁ ପଙ୍ଖ ବିହଙ୍ଗ କୁଲାଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ନିଷାଦ ରାଜାଙ୍କୁ ଏକୁଟିଆ ଫେରିବାର ଦେଖି ସୁମନ୍ତ୍ର ଅତ୍ୟନ୍ତ ବ୍ୟାକୁଳ ହୋଇଗଲେ। ସେ ହା ରାମ ହା ସୀତେ ହା ଲକ୍ଷ୍ମଣ ଡାକି ଡାକି ତଳେ ପଡ଼ିଗଲେ। ରଥର ଘୋଡ଼ାମାନେ ଦକ୍ଷିଣ ଦିଗକୁ, ଯେଉଁ ଦିଗକୁ ଶ୍ରୀରାମ ଯାଇଥିଲେ ଚାହିଁ ଚାହିଁ ରଡ଼ି ଛାଡ଼ୁଥାନ୍ତି। ଦେଖି ମନେ ହେଉଥାଏ ସତେ ଯେପରି ଡେଣା ହରାଇ ପକ୍ଷୀମାନେ ବ୍ୟାକୁଳ ହେଉଛନ୍ତି। ନଈ ତୃଣ ଚରଇ ପନହି, ଜଲୁ ମୋଚନ ଲୋଚନ ବାରି। ବ୍ୟାକୁଳ ଭୟ ନିଷାଦ ଶବ, ରଘୁବର ବାଜି ନିହାରି। ସିୟାବର ରାମଚନ୍ଦ୍ର ଶଙ୍କର ହରି ଓଁ, ଭଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି। ଦ୍ରବୌଷଧ ଶରଥ ଅଜିର ବିହାରୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେମାନେ ଘାସ ଚରୁନଥାନ୍ତି କି ପାଣି ମଧ୍ୟ ପିଉନଥାନ୍ତି, ଆଖିରୁ କେବଳ ଲୁହ ଗଡ଼ାଉଥାନ୍ତି। ଶ୍ରୀରାମଙ୍କ ଘୋଡ଼ାମାନଙ୍କର ଅବସ୍ଥା ଦେଖି ନିଷାଦମାନେ ଅଧୀର ହୋଇଗଲେ। ଧରି ଧୀର ଯୁତବ କହି ନିଷାଦୁ, ଅବସୁ ମନ୍ତ୍ର ପରି ହରଉ ବିଷାଦୁ। ତୁମ ପଣ୍ଡିତ ପର ମାରଥ ଜ୍ଞାତା, ଧରଉ ଧୀର ଲଖି ବିମୁଖ ବିଧାତା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଧୈର୍ଯ୍ୟ ଧରି ନିଷାଦ ରାଜ କହିଲେ, ମନ୍ତ୍ରୀ ସୁମନ୍ତ୍ର ଦୁଃଖ ଛାଡ଼ନ୍ତୁ। ଆପଣ ପଣ୍ଡିତ
ଓ ପରମାର୍ଥ ତତ୍ତ୍ୱର ଜ୍ଞାତା ବର୍ତ୍ତମାନ ବିଧାତା ପ୍ରତିକୂଳ ହୋଇଥିବା ଜାଣି ଧୈର୍ଯ୍ୟ ଧରନ୍ତୁ। ବିବିଧ କଥା କହି କହି ମୃଦୁବାଣୀ ରଥ ବୈଠାରେ ଉବର ବସାନି ଶୋକ ଶିଥିଳ ରଥୁ ସକଇ ନହାକି ରଘୁବର ବିରହ ପୀର ବାକି ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନଙ୍କୁ ଜୟ। ଏହିପରି ବିଭିନ୍ନ ପ୍ରକାର କୋମଳ ବଚନ କହି କହି ସେ ସୁମନ୍ତ୍ରଙ୍କୁ ନେଇ ବଡ଼ କଷ୍ଟରେ ରଥରେ ବସାଇଲେ। କିନ୍ତୁ ଶୋକଗ୍ରସ୍ତ ହୋଇ ସୁମନ୍ତ୍ର ଏପରି ଅବଶ ହୋଇଯାଇଥିଲେ ଯେ ସେ ରଥ ଚଳାଇ ଆଉ ପାରିଲେ ନାହିଁ। ତାଙ୍କ ହୃଦୟ ଶ୍ରୀରାମଙ୍କ ବିରହ ଜନିତ ତୀବ୍ର ବେଦନାରେ ବ୍ୟଥିତ ହେଉଥାଏ। ଚରଫରାହି ମଙ୍ଗ ବଲିନ ଘୋରେ ବନ ମୃଗ ମନ ହୁଆନି ରଥ ଜୋରେ ଅଡୁକି ଫିରି ହେ ରହି ପିଠେ ରାମ ବିୟୋଗ ବିକଲ ଦୁଃଖ ଥିଠେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନଙ୍କୁ ଜୟ। ଘୋଡ଼ାମାନେ ବିବ୍ରତ ହୋଇଯାଇଛନ୍ତି। ସେମାନେ ଠିକ୍ ରାସ୍ତାରେ ଚାଲୁନଥାନ୍ତି। ମନେ ହେଲା ସତେ ଯେପରି ବନ୍ୟ ପଶୁଙ୍କୁ ଧରି ଆଣି ରଥରେ ଯୋଛି ଦିଆଯାଇଛି। ରାମଚନ୍ଦ୍ର ବିରହରେ ଅଧୀର ସେଇ ଘୋଡ଼ାମାନେ କେଉଁଠି ଝୁଣ୍ଟି ପଡ଼ୁଥାନ୍ତି ତ କେଉଁଠି ପଛକୁ ବୁଲି ଚାହୁଁଥାନ୍ତି। ସେମାନେ ଅତ୍ୟନ୍ତ ଦୁଃଖରେ ବ୍ୟଥିତ ହେଉଥାନ୍ତି। ଏଇଭଳି ତାଙ୍କର ପରିସ୍ଥିତି ହୋଇଥାଏ। ଯୋ ରାମ ଲଖନ ବୈଦେହୀ ହଙ୍କରି ହିଙ୍କରି ହିତ ହେ ରହିତେ ବାଜି ବିରହ ଗତି କହି କିମି ଜାତି ବିନୁ ମନି ଫନି କବି କଲ ଜହି ଭାତି ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନଙ୍କୁ ଜୟ। ଯଦି କେହି ରାମ ଲକ୍ଷ୍ମଣ ବା ଜାନକୀଙ୍କ ନାମ ଉଚ୍ଚାରଣ କରିଦେଉଥିଲା ତେବେ ସେମାନେ ହେ ହେ ଶେଷାରବ କରି ତା ଆଡ଼କୁ ପ୍ରେମରେ ଚାହିଁ ରହୁଥାନ୍ତି। ବିଚରା ଘୋଡ଼ାଙ୍କ ବିରହ ଦଶା କିପରି ବା କହିହେବ। ସାପ ତାର ମଣି ହରାଇ ଦେଇ ଯେପରି ବିକଳ ହୁଏ ସେମାନେ ସେହିପରି ବ୍ୟାକୁଳ ହୋଇଥାନ୍ତି। ଭୟ ନିଷାଦୁ ବିଷାଦ ବଶ ଦେଖତ ସଚି ଅତୁରଙ୍ଗ ବୋଲି ଶୋଷକ ଚାରିତବ ଦିଏ ସାରଥି ସଙ୍ଗ ସିଆବର ରାମଚନ୍ଦ୍ର ଶଙ୍କର ହରି ଓಂ ଭଜ ମଙ୍ଗଳ ଭବନୟ ମଙ୍ଗଳ ହାରି ଦ୍ରବୌଷଧ ଶରଥ ଜିର ବିହାରୀ ଶ୍ରୀରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନଙ୍କୁ ଜୟ। ମନ୍ତ୍ରୀ ଓ ଘୋଡ଼ାମାନଙ୍କର ଏହି ଅବସ୍ଥା ଦେଖି ନିଷାଦରାଜ ବିଷାଦଗ୍ରସ୍ତ ହୋଇଗଲେ। ଶେଷରେ ସେ ନିଜର 4 ଜଣ ଭଲ ସେବକଙ୍କୁ ଡକାଇ ସାରଥୀଙ୍କ ମନ୍ତ୍ରୀଙ୍କ ସଙ୍ଗରେ ପଠାଇଦେଲେ। ଗୁହ ସାରଥି ଫିରେଉ ପହୁଁଚାଇ ବିରହୁ ବିଷାଦୁ ବରନି ନହିଁ ଯାଇ ଚଲେ ଅବଧ ଲେଇ ରଥଇ ନିଷାଦା ହୋଇ ଛନ ମଗନ ବିଷାଦା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନଙ୍କୁ ଜୟ। ନିଜେ ନିଷାଦରାଜ ଗୋ ମନ୍ତ୍ରୀକୁ କିଛି ବାଟ ବାଟଇ ଦେଇ ଫେରି ଆସିଲେ।
ତାଙ୍କ ବିରହ ଓ ଦୁଃଖ ତ ଅବର୍ଣ୍ଣନୀୟ। ସେ ପଠାଇଥିବା 4 ଜଣ ନିଷାଦ ରଥ ନେଇ ଅଯୋଧ୍ୟାକୁ ଚାଲିଲେ। ସୁମନ୍ତ୍ରଙ୍କର ଓ ଘୋଡ଼ାମାନଙ୍କର ଅବସ୍ଥା ଦେଖି ସେମାନେ ବି କ୍ଷଣକୁ କ୍ଷଣ ଦୁଃଖରେ ବୁଡ଼ି ଯାଉଥାନ୍ତି। ମୋର ପ୍ରିୟ ଶ୍ରୋତା ବନ୍ଧୁଗଣ, ଆପଣଙ୍କୁ ଏତିକି ନିବେଦନ, ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବେ, ଲାଇକ୍ ଟିକେ କରୁଥିବେ, ଆଉ ସମ୍ପୂର୍ଣ୍ଣ ଦେଖିବେ, ଦରଖଣ୍ଡିଆ କରିବେ ନାହିଁ। କିନ୍ତୁ ଦୁଃଖର କଥା, କିଛି ଶ୍ରୋତା ବନ୍ଧୁମାନେ ଦରଖଣ୍ଡିଆ କରିକି ଦେଖୁଛନ୍ତି ଆଉ ସବସ୍କ୍ରାଇବ୍ କରୁନାହାନ୍ତି। ଦିନେ ଦିନେ ଜମା ଜଣେ ବି କରୁନାହାନ୍ତି। ଏତିକି ଅନୁରୋଧ ରହିଲା, ଏ ବୃଦ୍ଧକୁ ଟିକେ ଆଗକୁ ଯିବାକୁ ଦିଅନ୍ତୁ। ଏଥିରେ କାହାରି କିଛି ଲାଭ ନାହିଁ କି କ୍ଷତି ନାହିଁ, କିନ୍ତୁ ଆପଣଙ୍କ କଥା ଯୁଗ ଯୁଗକୁ ରହିବ। ଆପଣଙ୍କ ପାଇଁ ଇଏ ସଂସ୍ଥା ଟିକେ ଆଗକୁ ଗଲା ବୋଲି ଇଏ ସମସ୍ତେ ଯେତେ ଜଗତର ଲୋକମାନେ ଜାଣିବେ ଆପଣମାନଙ୍କ ପାଇଁ ଆଗକୁ ଯାଇଛି ବୋଲି। ସେହି ମର୍ଯ୍ୟାଦା ପୁରୁଷ ରାମ ଆପଣମାନଙ୍କର ଏ ଜଗତର, ଏ ପୃଥିବୀର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏତିକି ନିବେଦନ କରି ସେହି 33 କୋଟି ଦେବତାଙ୍କୁ ନମସ୍କାର କରି, ରାମ ନାରାୟଣଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ୟୁଟ୍ୟୁବ୍ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି, ଇଏ 3 ପୁର ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ନମସ୍କାର କରି, 10 ଦିଗଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମତଲଟା ପ୍ରଣାମ କରି ବିଦାୟ ନେଉଛି। ପୁଣି ଦାସ ପ୍ରତି ଆପଣଙ୍କର ଅନୁଗ୍ରହ ଥିଲେ ଶୁଣିବେ ଆଗାମୀ ଅଧ୍ୟାୟରେ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।